ओम नमो भगवते वासुदेवाय। त्रयोत्रिशोऽध्याय। मैत्रेय उवाच। कहन्ति मैत्रेय ब्राह्मण विदुर सावधाने शृण। कर्दम पत्नी देवहूति स्वभावे मनु रदुहिति। कपिल वचन शुणिले मोह पटल दूर कले। देवहूति उवाच। तत्व विषये साक्ष्य ज्ञान कहिले जेणु भगवान। शयन सलील भितरे प्रसन्न विराट शरीरे। भूत इंद्रिय मनोमय जहिरे गुण प्रवाह। अशेष कारण तो कळे पर नारायण। जठर पद्म रुजाहार जात होइला वेदवर। तो रूप देखी बानिमन्ते से आज विचारिला चिते। अनेक व्यापारादि कला केबे हें देखी न पारिला। केवल ध्याने से देखिला ए विश्व सृष्टि तेणु कला। तहीं से ब्रह्म रूप धरी निज शक्ति रे माया करी। कले से विश्व रसर्जन स्वभावे तुम्भ कर्महीन। प्रलय काले तुम्भे हरि ए विश्व उदरे संहारी। शयन बट रपुटरे धरिण बाल शरीरे। चरण अंगुली बदने देई शयन शिशु जेन्हे। ए विश्व जाहा रउदरे मुताकु केम तेज ठरे। धइली बुझी न पारई केवल माया तो गोसाई। तू दुष्ट निवारण पाई तू साधु रक्षणे गोसाई। एणु तुम्भर कळेबर अन्यथा कि कार्य तुम्भर। तुम्भे बालादि रूप धरी धर्म स्थापिल दुष्ट मारी। एबे शरीरे गोसाई ए भाव ज्ञान देवा पाई। एणु कृतार्थ मोते कल पुत्र स्वरूपे प्रकाशिल। जानाम श्रवण कीर्तन
ଅଥବା କଲେ ସଂକୀର୍ତ୍ତନ। ଯାପାଦେ କରି ନମସ୍କାର ସ୍ମରଣ କରି ନାମ ଯାର ପାପାତ୍ମା ଯେହୁ ଯୋଗ୍ୟ ହୁଏ ଜାତି ବିଚାରେ ଭ୍ରାନ୍ତି ରହେ। ଯେ ପ୍ରାଣୀ ନୟନେ ଦେଖିଲା ସେ କିମ୍ପାଙ୍କୁ ତା ଅର୍ଥ ନୋହିଲା। ଯାହାର ନାମ ଉଚ୍ଚାରିଲେ ସକଳ ତପ ସେହି କଲେ। ହୋମାଦି କଲା ବିଧି ମତେ ତୀର୍ଥବ୍ରତାଦି ଜ୍ଞାନ ନିର୍ତ୍ୱେ। ତାପରେ ନାହିଁ ସଦାଚାର ତୋ ନାମ ଜିହାରେ ମୋହର। ସମଗ୍ର ସେବେ ଦ ପଢ଼ିଲା ସେ ତୁମ୍ଭ ନାମ ଉଚ୍ଚାରିଲା। ତୁମ୍ଭେ ଯେ ପରମ ପୁରାଣ ତୁ ବ୍ରହ୍ମ ଜଗତ ବିଧାନ। ତୁମ୍ଭକୁ ନିଶ୍ଚଳ ମନରେ ଯୋଗୀ ଭାବନ୍ତି ନିରନ୍ତରେ। ଗୁଣ ମହିମା ନିଜ ତେଜ ବିକାଶ କରିଛି ସହଜ। ତୁମ୍ଭେ କପିଳ ଦେବ ଗର୍ଭେ ତୁ ବିଶ୍ୱବ୍ୟାପୀ ଅଛୁ ସର୍ବେ। ବନ୍ଦଇ ତୁମ୍ଭର ଚରଣ ତୋ ବିନୁ ନାହିଁ ମୋ କାରଣ। ସେ ଯେ କପିଳ ଭଗବାନ ସାକ୍ଷାତେ ପରମ ପୁରାଣ। ଗଭୀର ବଚନ ସଧୀରେ ପ୍ରକାଶୀ ଜନ ନିଛାମୁରେ। କପିଳ ଉବାଚ ଭୋ ମାତା ଘେନ ମୋ ବଚନ ଏ ମୋର ବାକ୍ୟ ଦିଅ ମନ। ଏ ମାର୍ଗ ବଚନ ପ୍ରକାରେ କହିଲୁ ତୁମ୍ଭର ଆଗର। ଯେବେ ମାର୍ଗେ ତୁମ୍ଭେ ଯିବ ଏକାନ୍ତେ କୃଷ୍ଣକୁ ଦେଖିବ। ଅଳପେ ଦେଖିବ ମୁକତି ପାଇବ ନିଶ୍ଚଳ ଶକତି। ଅଳପେ ଦେଖିବ ମୁକତି ପାଇବ ନିଶ୍ଚଳ ଭକତି। ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର ଲଭିବ ଗୋବିନ୍ଦ ପୟର। ଯେ ମନ୍ତେ ବ୍ରହ୍ମ ଆଦିମାନେ ମୋତେ ପାଇଲେ ସାବଧାନେ। ତୁମ୍ଭେ ପାଇବ ସେହି ମତେ ଏଣୁ କହିଲି ତୁମ୍ଭ ହିତେ। ଏମନ୍ତେ ଯେହୁ ନ ଜାଣନ୍ତି ଯେ ପ୍ରାଣୀ ମୋତେ ନ ଭଜନ୍ତି। ମୈତ୍ରେୟ ଉବାଚ ସେ ବ୍ରହ୍ମବାଦୀ ଦେବହୂତି ଯୋଗ ମାର୍ଗରେ ଦେଲେ ମତି। ଆଶ୍ରମ ସରସ୍ୱତୀ କୂଳେ ଯୋଗ ଅଭ୍ୟାସେ ସେ ନିଶ୍ଚଳେ। ରହିଲେ ପୁତ୍ର ବାକ୍ୟ ଶୁଣି ଯେ ସ୍ଥାନେ ଧର୍ମ ଘରଣୀ। ସ୍ନାନ ମାର୍ଜନା
କ୍ରିୟା ଭକାଳେ ବିଧିରେ କରନ୍ତି ସକଳେ କୁରୁଷିତ ଲାବଣ୍ୟ ଶରୀରେ ପରିଧାପନ ବକ୍ଳାମ୍ବରେ ଏମନ୍ତେ ତପସ୍ୱୀ ବେଶ ସେ ଦେବହୂତି ଧରି ଦୋଷ ଗୃହ ସମ୍ପଦ ଦୂର କରି ତପସ୍ୱୀ ବେଶେ ବନଚାରୀ ଗୃହସ୍ଥ ଧର୍ମ କରିଥିଲେ ଉପମା ନାହିଁ ଭୂମଣ୍ଡଳେ ନାନା ବିଶ୍ରାମ ସ୍ଥାନ ସୋହେ ଦେଖି ଦେବଙ୍କ ମନ ମୋହେ ବିମାନେ ଯେବା ବିହରନ୍ତି ସେ ସୁଖ ସେମାନେ ଜାଣନ୍ତି ନାନା ବିଚିତ୍ର କର୍ମମଏ ସେ ଦିବ୍ୟପୁରେ ଶୋଭା ପାଏ ଦିବ୍ୟ ଘଟନ ପୀଡ଼ାମାନ ସୁର ସେ ସୁଖ ଉପାଦାନ ମନ୍ଦିର ସ୍ଫଟି କରମତ ଭୂମି ରଚିତ ମରକତ ରତ୍ନେ ଜଡ଼ିତ ଦୀପ୍ତି ପ୍ରାଏ ଶୋଭନେ ଯୋଗୀ ଜନମୋହେ ଯୁବତୀ ରତ୍ନ ଶିରୋମଣି ସେ ଦିବ୍ୟପୁର ନିବାସିନୀ ଭୁବନେ ବେଢ଼ି ନ ଉଦ୍ୟାନେ ଯହିଁ ଶୋଭନ୍ତି ଦ୍ରୁମମାନେ ଫଳ କୁସୁମେ ପରିପୂର୍ଣ୍ଣ ଲମ୍ବିତେ ଶୋହେ ନାନା ବର୍ଣ୍ଣ ବିହଙ୍ଗେ ମିଥୁ ନଇଛନ୍ତି ମତ ମଧୁଜେ ଗୁଞ୍ଜରନ୍ତି ବିବିଧ ଅନୁଚରମାନେ ବିହରୁଥାନ୍ତି ଉପବନେ ସେ ଦେବହୂତି ଯଶକୀର୍ତ୍ତି ସୁସୁରେ ରାଗେ ଗୀତ ଗାନ୍ତି ଦିବ୍ୟ ବିଚିତ୍ର ପାପୀମାନ ତତ୍ବଳ ଶୋହେ ସୁବାସନ ସେ ପୁର ତେଜୀ ଦେବହୂତି ଯୋଗ ସାଧନେ କଲେ ମତି ପ୍ରତେଜୀ ସ୍ୱାମୀ ସଙ୍ଗ କଲେ ଯହିଁ ବିହାରେ ନିମଜିଲେ ଶୋକରେ ବ୍ୟାକୁଳ ବଦନ ତଥାପି ଯୋଗେ ଦୃଢ଼ ମନ ପତି ବିଚ୍ଛେଦ ଦୁଃଖେ ଯାଇ ପୁତ୍ରକୁ ସଙ୍ଗ ତରେ ନେଇ ରହି ଆନନ୍ଦ ଧରି ଚିତେ ଶୋକ ବିଧ୍ୱଂସୀ ତୋରିତେ ସେ ପୁତ୍ର ତେଜୀ ଗଲେ ବନେ ପତି ବିଚ୍ଛେଦ ଦୁଃଖ ମନେ ବଚା ବିହୀନେ ଗାବ ଯେହ୍ନେ ବ୍ୟାକୁଳେ ରାବ ଇତେଶନେ ସେ ରୂପେ ଆକୁଳେ ରୋଦିଲେ হা পুত্র বলি মোহ গলে জন্মিত হেলে তত্ত্বজ্ঞান তথাপি শোকে মোহ্যমান পুত্র লাবণ্য রূপগুণী আকুলে রোদে সুলক্ষণী ধ্যানে নিরোপী কপিଳକୁ ସଚେତେ ଡାକନ୍ତି ତାହାଙ୍କୁ ରାଗ ଉପେକ୍ଷୀ ଧନ୍ୟତାରେ ଧ୍ୟାନ ରହିଲା ପୁତ୍ରଠାରେ
ନିଶ୍ଚଳେ ସୁଦୃଢ଼େ ବସିଲେ ଏମନ୍ତେ ତପ ଆରମ୍ଭିଲେ। ଯେ ଧ୍ୟାନ କହିଥିଲେ ହରି ସେ ରୂପେ ନୃତ୍ୟ ଧ୍ୟାନ କରି ଭକ୍ତି ଯୋଗରେ ଦୃଢ଼ ହେଲେ ଶାସ୍ତ୍ର ବିଧିରେ ଆଚରିଲେ। ହୋଇ ଯେ ଅଛି ତତ୍ତ୍ୱଜ୍ଞାନ ଯେଣୁ ଭାବିଲେ ଭଗବାନ ଆତ୍ମାର ମାନ ସ ଦେଖିଲେ ତା ବିନୁ ଅନ୍ୟ ନ ଭାବିଲେ। ସେ ଆତ୍ମା ହୁଏ ବିଶ୍ୱମୁଖ ବିନାଶୀ ମାୟା ଗୁଣ ଦୁଃଖ। ଏ ଜୀବ ଆଶ୍ରେ ଗତି ବ୍ରହ୍ମ ତହିଁ ଦେଖିବେ ମତି ଭ୍ରମ। ତାହାଙ୍କ ଗଲା ନିଜ ଭାବ ପାଇଣ ଆତ୍ମା ତତ୍ତ୍ୱ ଲାଭ। ସଂସାର କ୍ଲେଶ ବିନାଶିଲା ଯେ ଗୁଣେ ଭ୍ରମା ଦିରହିଲା। ଆପଣା ଦେହ ପାଶୋରିଲା ସେ ବ୍ରହ୍ମ ସ୍ୱରୂପେ ରହିଲା। ଶୁଣ ହେ ବିଦୁର ତଦନ୍ତେ କପିଳ ଯୋଗରେ ରହନ୍ତେ। ଲଭିବେ ସେ ବ୍ରହ୍ମ ନିର୍ବାଣ ଯେସନେ ଜଳେ ଜଳସ୍ଥାନ। ଶୁଣ ବିଦୁର ଯେଉଁ ସ୍ଥଳେ ସେ ଦେବୀ ପ୍ରସିଦ୍ଧି ପାଇଲେ ସେ ସ୍ଥଳେ ପୁଣ୍ୟ କ୍ଷେତ୍ର ହେଲା ଭୁବନେ ବିଦିତ ରହିଲା। ତା ନାମ ସିଦ୍ଧ ପଦ କହି ସିଧେ ସୁସିଦ୍ଧ ଯହିଁ ରହି। ସେ ଦେବହୂତି କଳେବର ଯୋଗେ ସୁସିଦ୍ଧ ପୁଣ୍ୟଙ୍କର। କୃଷ୍ଣ ଭାବନା ଧ୍ୟାନ ନୃତ୍ୟ ଯୋଗ ସାଧନ୍ତି ସେହି ମତ। ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା ସେ ପୁଣ୍ୟ କ୍ଷେତ୍ର ବୁଲାଇଲା। ସେ ଯେ କପିଳ ମହାଯୋଗୀ ବିଷୟ ହେଲେ ବୈରାଗୀ। ମାତାଙ୍କ ସ୍ନେହ ତ୍ୟାଗ କଲେ ଈଶାନ ଦିଗକୁ ସେ ଗଲେ। ପୟୋଧି ତାହାଙ୍କୁ ଦେଖିଲା ବିଧାନେ ତାହାଙ୍କୁ ପୂଜିଲା। ତକ୍ଷଣେ ଦିବ୍ୟ ସ୍ଥାନ ଦେଇ ତହିଁ ବିଜୟେ ଯୋଗ ଧ୍ୟାଇ। ସେଠାରେ ସର୍ବ ସୁରଗଣ ସେବିଲେ ଯେଝା ନିଜ ଗଣ। ସିଦ୍ଧ ଚାରଣ ମୁନି ଜନେ ଗନ୍ଧର୍ବ ଅପ୍ସରାର ମାନେ। ସିଦ୍ଧ ଚାରଣ ମୁନି ଜନେ ଗନ୍ଧର୍ବ ଅପ୍ସର ମାନେ। ସ୍ତବ ଯେ ନୃତ୍ୟ କପିଳଙ୍କୁ ସଭଏ ସେବନ୍ତି ତାହାଙ୍କୁ। ନାନା ବିଧାନେ ସେବା କରି ଦେବେ ତ ସନ୍ତୋଷେ ଦେବହରି। ସେଠାରେ ରହି ଯୋଗେ ମୁନି ସାଂଖ୍ୟ ଆଶ୍ଚର୍ଯ୍ୟ ମାନ ଘେନି। ତୈଲୋକ୍ୟ ଜନେ ଶାନ୍ତି ପାଇ ଯୋଗେ ଆପଣା ରୂପ ଧ୍ୟାଇ। ରହିବେ ବ୍ରହ୍ମ କଳ୍ପ ଯାଏ ଲୋକ ଶିକ୍ଷାରେ ଦେବରାଏ। ଶୁଣ ବିଦୁର ପୁଣ୍ୟ ଦେହା ତୁ ମୋତେ ପଚାରିଲୁ ଯାହା। କପିଳ ଦେବ ହୂତିଙ୍କର ପବିତ୍ର ସୁଜ୍ଞାନ ବିଚାର।
ଏହା ଯେ ଶ୍ରବଣେ ଶୁଣନ୍ତି ଆନନ୍ଦେ ବଦନେ ଗୁଣନ୍ତି ସେ ସାଧୁ ସଭା ଜନ ମଧ୍ୟେ ନୃତ୍ୟ ଗାବନ୍ତି ମନ ସୁଧେ ସକଳ ପାପ ବିନାଶନ୍ତି ଜନ୍ମ ମରଣୁ ନିସ୍ତରନ୍ତି ଅନେକ ଜନ୍ମ ପାପ ଦହେ ନିର୍ଭୟ ଚିତେ ସୁଖ ରହେ ସେ ସର୍ବ ଗୋବିନ୍ଦ ଚରଣେ ଭକ୍ତି ଲଭନ୍ତି ପ୍ରତିକ୍ଷଣେ ଅନ୍ତେ ଲଭଇ ହରିସ୍ଥାନ କେ କରିପାରୁ ଏହା ଅନ୍ୟ ତୃତୀୟ ସ୍କନ୍ଧେ ଭାଗବତ କପିଳ ଜ୍ଞାନ ଉପାଖ୍ୟାତ ମୈତ୍ରେୟ ବିଦୁରଚରିତ 33 ଅଧା ସମାପତ ଏ ଯେ ପୁରାଣ ଭାଗବତ ପ୍ରାକୃତେ କଲି ଏହା ଗୀତ କହଇ ଜଗନ୍ନାଥ ଦାସ ମୁଁ ତୁମ୍ଭ ଦାସଙ୍କର ଦାସ इति श्रीमद्भागवते महापुराणे परमहंस संहितायां 82 तृतीय स्कंदे प्राकृत बंधे कपिल देवहूति ज्ञान प्रबोधने नाम त्रयोत्रिशोऽध्याय। ओम नमो भगवते वासुदेवाय। भीमस्यापि रणे भंगो मुनेरपि मतिभ्रमः यदि सुधमसुधा वा मम दोष न विद्यते।